ସକାଳର କର୍ମ ପରେ ଆଜିର ଦିନଟି ଷ୍ଟାର୍ଟ ହେଇଗଲା ଈଶ୍ୱରଙ୍କ ଆରାଧନାରୁ। ତାପରେ ବ୍ରେକଫାଷ୍ଟ, ତାପରେ ଲଞ୍ଚ ହେଇଥିଲା। ଲଞ୍ଚରେ ସମସ୍ତେ ବହୁତ ମସ୍ତି କରିଥିଲୁ, ଭଲ ଭଲ ଜିନିଷ ବନେଇ ଖାଇଥିଲୁ କାହିଁକି ନା ଥିଲା ରିପବ୍ଲିକ୍ ଡେ। ତାପରେ ମୋର ମନ ହେଇଥିଲା ଟିକେ ମିଠା ଖାଇବା ପାଇଁ, ତ ଇଏ ଛେନାପୋଡ଼ ଆଣିଥିଲେ ତାକୁ ଟିକେ ଖାଇ ଦେଇଥିଲି। ତାପରେ ଆସିଗଲା ମୋର ଫ୍ଲିପକାର୍ଟରୁ ଗୋଟେ ପାର୍ସଲ୍, ତ ମୁଁ ଶୋଇଥିଲି ଇଏ ଡାକିଲେ, ତ ଉଠିକି ଯାଇକି ତାକୁ ଦେଖିଲି କ'ଣ କେମିତି ଆସିଛି। ତ ଦେଖିଲା ବେଳକୁ ସେଥିରେ ଥିଲା ମୋର ଗୋଟେ ବେଡ଼ସିଟ୍ ମଗେଇଥିଲି। ତ ଦେଖନ୍ତୁ କେମିତି ହେଇଛି, ଭଲ ଲାଗୁଛି କି ନାହିଁ ମୋତେ ଜଣେଇବେ। ତାପରେ ଇଭିନିଂ ରେଡ଼ି ହେଇକି ଆମେ 2 ଜଣ ବାହାରି ପଡ଼ିଥିଲୁ ୱାନ୍ ଅଫ୍ ଆୱାର ଫେଭରାଇଟ୍ ପ୍ଲେସ୍ ମାନେ ରାମ ମନ୍ଦିରଠିକୁ। ସେଠି ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲୁ। ତାପରେ ସେଠି ଟିକେ ବଢ଼ିଆ ବଢ଼ିଆ ଖାଇବା ମିଳୁଥିଲା, ଖାଇ ଦେଇଥିଲୁ। ତାପରେ ଫଟାଫଟ ଆସି ପହଞ୍ଚି ଯାଇଥିଲୁ ଆଦିବାସୀ ଏକ୍ଜିବିସନ୍ ଗ୍ରାଉଣ୍ଡରେ, କାହିଁକିନା ସେଠି ଷ୍ଟାର୍ଟ ହେଇଯାଇଛି ଆଦିବାସୀ ମେଳା। ପ୍ରାୟ ଦେଶର ସବୁ କୋଣ ଅନୁକୋଣରୁ ଏଠିକି ଆମର ଅଧିମବାସୀମାନେ ଆସିଛନ୍ତି, ତ ସେମାନଙ୍କର ରହଣି ସହଣି ଚାଲିଚଳନକୁ ନେଇକି ମୁଁ ଗୋଟେ ଲଙ୍ଗ ଭିଡ଼ିଓ ପୋଷ୍ଟ କରିଛି। ଆପଣମାନେ ମୋ ଚ୍ୟାନେଲକୁ ଆସି ତାକୁ ଦେଖନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ତାପରେ ତ ଆମେ ବହୁତ ସାରା ମସ୍ତି କଲୁ, ଫଟୋ ଭିଡ଼ିଓ ବନେଇ ସେଠୁ